ମୁଁ ସୁବ୍ରତ କୁମାର ଧଡ଼ା 2024 ସାଧାରଣ ନିର୍ବାଚନରେ ମୁଁ ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲି। ଶିର ନିର୍ବାଚନ ମଣ୍ଡଳର ଏବଂ ଅନୁସୂଚିତ ଜାତି ପ୍ରଦେଶ କଂଗ୍ରେସ କମିଟିର ଜେନେରାଲ ସେକ୍ରେଟାରୀ ଅଛି। ଆଜି ଆମର ଯେଉଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ବଡ଼ ଭାଇ ଅନୁସୂଚିତ ଜାତି ଆମର ଶ୍ରୀଯୁକ୍ତ ମାନସ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି এই যে নিশা নিবারণর যে জনজাগরণ ওড়িশা মুক্ত হো কেমিতি নিশা দ্রব্যরে তো এইথিপাই আমার এক জনজাগরণ সভা পথপ্রান্ত সভা যাকে আমি কৌছু পুরা সুর নির্বাচন মণ্ডলর বিভিন্ন জায়গায় কালি হচ্ছে সুর म्युनिसिपालिटी বিভিন্ন জায়গায় হোলা পথপ্রান্ত সভা আজি বাহানকা ব্লকরে এবং অনন্তপুর পঞ্চায়েতর এইটু আরম্ভ হয়েছি। যে 2 মাস ধরি চালিব সুর পুরীর সুয়ান্ডুঠু এই আরম্ভ হয়েছিল এই পথপ্রান্ত সভা যার মুখ্য আভিমুখ্য হচ্ছে আপন মানে দেখুন যে বিহার গুজরাট ভায়া যে রাজ্যের এবং মদ হেটি যে মুক্ত হয়েছি এটি যে মদ মিলু না কিন্তু ଆପଣ ଦେଖିବେ ଓଡ଼ିଶାରେ କୋଣ ଅନୁକୋଣରେ ଆପଣ ବିଭିନ୍ନ ନିଶାଦ୍ରବ୍ୟ ମଦ କୁହନ୍ତୁ ଗୁଟକା କୁହନ୍ତୁ ଗଞ୍ଜା କୁହନ୍ତୁ ବିଭିନ୍ନ ପ୍ରକାର ପାଉଡ଼ର ଫର୍ମରେ ନିଶାଦ୍ରବ୍ୟ ଆଭେଲେବୁଲ୍ ହେଉଛି। କାହିଁକି? କାରଣ ଯେଉଁ ଠୋସ୍ ପଦକ୍ଷେପ ନେବା କଥା ଆମର ସରକାରଙ୍କ ତରଫରୁ ଏହାକୁ ନିଆଯାଉ ନାହିଁ। ଦେଖନ୍ତୁ ସରକାରଙ୍କ ଯେମାନେ ଡବଲ ଇଞ୍ଜିନ୍ର ସରକାର ଅଛି ଯେବେ ସରକାରକୁ ଆସିବା ପୂର୍ବରୁ ଯେଉଁ ମ୍ୟାନିଫେଷ୍ଟୋରେ ସେମାନେ କହିଥିଲେ ଏହାକୁ ଆସିଲେ ସରକାରକୁ ଆସିଲା ମାତ୍ରେ ମଦମୁକ୍ତ ଓଡ଼ିଶା ହେବ କିନ୍ତୁ ଏ ସରକାର ହେଉଛି ବିଫଳ ହୋଇଛନ୍ତି ମଦମୁକ୍ତ କରିବାରେ। ସବୁଆଡ଼େ ଚୁରା ହେଉ ବିଦେଶୀ ହେଉ ବିଭିନ୍ନ ପ୍ରକାର ଫର୍ମାଟ୍ରେ ଏସବୁ ଆଭେଲେବୁଲ୍ ହେଉଛି ଯାହାପାଇଁ ଯେ ଯୁବପିଢ଼ି ହେଉଛି ପଥଭ୍ରଷ୍ଟ ହେଉଛି ଏବଂ ବିଭିନ୍ନ ପରିବାର ହେଉଛି ମୁରବିଶୂନ୍ୟ ହୋଇଯାଉଛି ଯାହାକୁ ପ୍ରଦେଶ କଂଗ୍ରେସ କମିଟିର ହାତକୁ ନିଆଯାଇଛି। ଆଗକୁ ଏ ହେଉଛି ଏ ଅଭିଯାନ ବିଭିନ୍ନ ଜିଲ୍ଲାରେ ଚାଲିଛି। ଏ କଂଗ୍ରେସ ହେଉଛି ଆଗାମୀ ଦିନରେ ବହୁତ ଆନ୍ଦୋଳନ କରିବ ଯଦି ନିଶାକୁ ବନ୍ଦ ନ କରାଯାଏ ଏହାକୁ ଆଗାମୀ ଦିନରେ ଆହୁରି